ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ତୁମେ ତୁମ ନିଜକୁ ଦୋଷ ଦେବା ବନ୍ଦ କର। ତୁମର କିଛି ବି ଦୋଷ ନାହିଁ ମୋର ସନ୍ତାନ। ସବୁ କିଛି ଭୁଲି ଯାଇ ମୋର ନାମକୁ ସ୍ମରଣ କର। ତୁମ ମନରେ ଯେତେବେଳେ ଏ ଚିନ୍ତାଧାରା ଆସୁଛି, ମୁଁ ଠିକ୍ ନା ସିଏ ଠିକ୍, ନା ସିଏ ଠିକ୍ ନା ମୁଁ ଠିକ୍, ଏପରି ଚିନ୍ତାଧାରା ଯେତେବେଳେ ମନରେ ଆସୁଛି ନା, ଏମିତି ଚିନ୍ତାଧାରାରୁ ବଞ୍ଚିବା ପାଇଁ ମୋ ସାଇ ନାମକୁ ଜପ କର। ତୁମକୁ ସେ ରାସ୍ତା ମିଳିଯିବ। ତୁମେ ଠିକ୍ ନା ତୁମ ପାଖ ଲୋକ ଠିକ୍? କ'ଣ ମୋ କଥା ବୁଝିପାରୁଛ ନା ମୋର ସନ୍ତାନ? ଗୋଟେ କଥା ସବୁବେଳେ ମନେ ରଖିବ, ଜୀବନରେ ପ୍ରତ୍ୟେକ ଦିନ ଗୋଟେ ନୂଆ ସକାଳ ଆସିଥାଏ। ସେଥିଲାଗି କାଲି କ'ଣ ଘଟିଥିଲା ସେ କଥା ସବୁ ଭୁଲିଯା। କାଲି ଯାହା ଘଟି ସାରିଛି ସେ ତୁମ ଜୀବନରୁ ଚାଲି ଯାଇଛି। ଏବେ କ'ଣ ଘଟୁଛି, ଏବେ କେମିତି ବଞ୍ଚିବ, ଆଗକୁ ତୁମ ଜୀବନରେ କେମିତି ଖୁସିରେ ରହିବ, ତୁମେ ସେଇ କଥାକୁ ଚିନ୍ତା କର ମୋର ସନ୍ତାନ। ଅତୀତ କଥାକୁ ଭାବିକି ନିଜକୁ ଏତେ କଷ୍ଟ କ'ଣ ପାଇଁ ଦେଉଛ? କର୍ମଫଳ ସମସ୍ତଙ୍କୁ ସହିବାକୁ ପଡ଼ିଥାଏ। ତୁମର ଯାହା କର୍ମଫଳ ଥିଲା ସବୁ ଚାଲିଯାଇଛି। ଏବେ ତୁମ ଜୀବନରେ ଟିକେ ସୁଖ ଆସିବାକୁ ଯାଉଛି। ତାପରେ ବି ତୁମେ ସେ ଅତୀତ କଥା ଭାବିକି ମନ କଷ୍ଟ କରୁଛ ମୋର ସନ୍ତାନ। ଚିନ୍ତା କରନି। ସବୁକିଛି ଈଶ୍ୱରଙ୍କ ଅନୁସାରେ ହିଁ ହେଉଛି। ଆଗକୁ ସବୁକିଛି ସେ ଈଶ୍ୱର ହିଁ କରିବେ। ତୁମେ ଖାଲି ତୁମ କର୍ମ କର। ତୁମେ ନିଜକୁ କର୍ତ୍ତା ବୋଲି କାହିଁକି ଭାବୁଛ? ଯାହା ହେଉଛି ତୁମ ଭଲ ପାଇଁ ହେଉଛି। ଯାହା ହେବ ତାହା ମଧ୍ୟ ତୁମ ଭଲ ପାଇଁ ହେବ। ଯାହା ଘଟି ସାରିଛି ସେ କଥାକୁ ଭୁଲି ଯାଅ ମୋର ସନ୍ତାନ। ତୁମେ ସବୁବେଳେ ମୋ ନାମକୁ ସ୍ମରଣ କର। ତୁମ ଜୀବନ ସୁଖମୟ ହୋଇ ଉଠିବ। ଆଉ ମୋ ନାମକୁ ପ୍ରଚାର କର। ଏହାଦ୍ୱାରା କିଛି ଲୋକ ଉପକୃତ ହେବେ। ତୁମ ଜୀବନରେ ବହୁତ ଖୁସି ଫେରି ଆସିବ। ତୁମେ ଖାଲି ସବୁବେଳେ ପଛକୁ ହିଁ ଚାହୁଁଛ, ଯେଉଁଥିପାଇଁ କି ତୁମ ଜୀବନରେ ଦୁଃଖ ପରେ ଦୁଃଖ ଆସୁଛି। ପଛ କଥାକୁ ଭୁଲି ଯାଅ ମୋର ସନ୍ତାନ। ଆଗକୁ ତୁମ ଜୀବନରେ ଲମ୍ବା ରାସ୍ତା ପଡ଼ିଛି। ତୁମେ ବହୁତ ଖୁସିରେ ରହିବ। ମୋ ଆଶୀର୍ବାଦ ସବୁବେଳେ ତୁମ ସାଙ୍ଗରେ ଅଛି। ତୁମର ମଙ୍ଗଳ ହେଉ। ବହୁତ ଖୁସିରେ ରୁହ ମୋର ସନ୍ତାନ। ବହୁତ ହସ, ସବୁବେଳେ ହସ। ଏ ସାଇ ତୁମ ମୁହଁରେ ସବୁବେଳେ ହସ ଦେଖିବାକୁ ଚାହୁଁଛି ମୋର ସନ୍ତାନ। ଓମ୍ ସାଇରାମ।